ଜୟ ଜଗନ୍ନାଥ ସାଙ୍ଗମାନେ ଆଉ ସକାଳ ସକାଳ କିଛି ନାହିଁ ଖାଇବାକୁ ଆଉ ମୁଁ ଯାଉଛି ଏବେ ଶିବାନୀ ତୁ ପଇସା ନେଇକି ଯାଉଛି ଶିବାନୀ ଦେବାକୁ କହିଲା ପଇସା ଆଉ ଯାଉ ଜଳଖିଆ ଟିକେ ନେଇକି ଆସିଲେ ଖାଇକି ତାର ମେସିନ୍ ଚଲେଇବି ଆଉ ଚାଲ ଯିବା ଜଳଖିଆ ଧରିକି ଆସିଲେ ତାପରେ ଖାଇବା ସକାଳ କିଛି ଖାଇବାକୁ ନଥିଲା ଆଉ ଶିବାନୀ ପଇସା ଦେଇକି ଯାଇଥିଲି ଜଳଖିଆ ନେଇକି ଆଇଲି ସିଏ ତାର ଉଠି ସାରିଲାଣି କି କରୁଛି କି କରିକି ଆସି ବସି ଅଛି ଖାଇବ ବୋଲିକି ହଗିସ୍ ଆଉ ଜଳଖିଆ ନେଇକି ଆଇଛି 80 ଟଙ୍କାର ଆଉ ଜଳଖିଆ ତ ମୋ ଦେହ ଯାଉନି ତଥାପି ଖାଇଦେଇକି ପଳେଇବା କିଛି ନାହିଁ ପରେ ଆସି ପଖାଳ ଖାଇବା ତୁ ଖାଇବୁନି ଜାଣି ମୁଁ ତ ଖାଇବି ଗିନା ଦେ ମୋତେ ମୁଁ ଖାଇଦେଇକି ଯିବି ମେସିନ୍ ଚଲେଇବି ସେ ତାର ହଁ ସେ ତାର ବ୍ରସ୍ କରିକି ଖାଇବ ଆଉ ହେଇଗନି ଆମର ସକାଳୁ ସକାଳୁ କାଲି ମୁଁ ଟିକେ ଭସା ନ ପଳେଇନି ମୋର ମନେ ନାହିଁ ରାତିରେ ଖାଇ ଆଣିବା ପାଇଁ ସକାଳୁ ଉଠିଲା କିଛି ନାହିଁ ଇଏ ଖାଇକି ଆଡ଼ଜଷ୍ଟ କରିବା ଆଉ ତରକାରୀଟା ଏଥିରେ ଢାଳିକି ଖାଇଦେବ ହେଇଗୁଡ଼ା ଏଥିରେ ଢାଳିକି ଖାଅ ଖାଇଦେଇକି ଯିବା ଆଉ ଜଲ୍ଦି କାଇଁ ବୁଲୁଛ କାଇଁ ଯାଉନ ବ୍ରସ୍ କରିକି ଆସିବ ଖାଇବୁ ହଁ ନେଇକି ଯା ସେ ଯାହା ଜାଗ୍ରତ କରନ୍ତୁ ମୁଁ ଯାଉଛି ମୋର ଖାଇଦେଇକି ମୁଁ ଯାଏ ମୋ କାମର 10-12ଟା ହେଇଥିବ ମୁଁ ଜାଣିନି ମିକୁ କେଉଁଠି ଆଣିଲୁ ଆମ ପୁଅ କୋଉଠୁ ଗୋଟେ ବେଲୁନ୍ ନେଇକି ପଳେଇ ଯାଇଛି କେଉଁଠୁ ଆଣିଲୁ ବାଘ ତ ନାହିଁ ବବିଲି ଗୋଟେ ଧରି ଖେଳୁଛି ଯାକୁ ସୂତା ବନ୍ଧା ହେଇଛି ସୂତା ସେ ରିକୋଇ ଆଣିଥିବ ଦେଇଥିବ ବୋଧେ ସେ ତଳେ ସେ ଦେଇଥିବେ ଜୟାକୁ ଦେଇଥିବ ଚୋର କୋଉଠି ଗୋଟେ ବେଲୁନ୍ ନେଇ ଆସିছে ଆମର ଆମେ ଜାଣିପାରୁନୁ ସିଆଡ଼େ ଖେଳିବୁ ଯା ଛାଡ଼ିବୁନି ଉଡ଼ିକି ପଳେଇବ ହଁ ଦେଖିବା କି ଖୁସି ବାବା ବେଲୁନ୍ ଦେଖିକି ହଁ ଯିଏ ଦଉ ଛାଡ଼ ଏତେ ଖେଳୁଛି ତାର ଘର କ'ଣ ଭାଜୁଛି କ'ଣ ଦିବର ପାଇଁ ଆମ ଦିବର ପାଇଁ ସେମାନେ କ'ଣ ଭାଜୁଛି ଦେଇକି ଦେଖିବା କଦଳୀ ଭାଜି କଞ୍ଚା କଦଳୀ କାମର ମେସିନ୍ କାମ ସରିଲା ମୁଁ ଏବେ ଆସିଲି ଉପରକୁ ଟିକେ ପଖାଳ ଦୁଇଟା ଖାଇଦେଇକି ମୁଁ ବାହାରିଛି ମୋର ଗୋଦାମ ଆଉ ତ ସେଥିପାଇଁ ମୁଁ ଆଇଛି ଉପରକୁ ସେ ତାର କ'ଣ ରୋଷେଇ କରୁଛି ସେ ଦେ ଲେଟ୍ ହେଲାଣି ଯିବି ଜଲ୍ଦି ନେଇକି ଯିବା ପାଇଁ କହିଛନ୍ତି ମାଲ ଚାଉଳ ହଁ ସିଏ ଯେଉଁ ଜୋରସୋର ରୋଷେଇ କାମ ଲାଗିଛି ଜଳଖିଆ ସକାଳୁ ଖାଇଦେଇଛି ତ ପେଟ ପୁରା ଫୁଲିକି ରହିଛି ତାର ଆଉ ଦେ ମୋତେ ତୁ ଡାଲି ବସା ଟାଇମିଂ 1:30 କ'ଣ ହେଇଛି ଅଣ୍ଡା ହାତରେ ପଖାଳ ଦୁଇଟା ଖାଇଦେଲେ ଦେହଟା ଭଲ ଲାଗିବ ମିକୁଲୁ ସିଆଡ଼େ ନେଇ ଯା ଖେଳିବୁ ଯା ବାହାରକୁ ପାର ଉଡ଼ିଯିବ ଛାଡ଼ିବୁନି ଉଡ଼ିଯିବ ବେଲୁନ୍ ହେଲା ହଁ ମୁଁ ଦେଇଦେଇଛି ତମ ଗିନା ଚିକେନ୍ ଆଣିଥିଲି ଗିନାଟା ଥିଲା ଦେଇଦେଇଛି ତୁ ନିଜେ ଦେଲୁ ମନେ କରୁନି କ'ଣ ପଚାରିଦେଲେ ଜଣା ପଡ଼ିବନି ବେଲୁନ୍ କିଏ ଆଣିଛି ଆମ ଜଣା ପଡ଼ୁନାହିଁ କିଏ ଦେଇଛି ମୋ ପଛ ଯାଉଥିଲା ମୁଁ ଆଉ ପଛକୁ ଅନେଇନି ଆଗରେ ଆସୁଥିଲି ନା ଦେଖିଥିବ ଯିଏ ଆସିକି ଦେଇଥିବ ପଛରେ ପାଟି ଚୁପଚୁପ କରି ସେ ଦେଖିଥିବ ହଉ ହଉ ଗୋଡ଼ ଫାଡ଼ିକି କୁଣ୍ଡେଇ ଯାଉଥିଲି ଔଷଧ ଲଗେଇକି ସେଇଥିପାଇଁ ମିଠୁ ଯେଉଁ ଆଣିଲ କି ଔଷଧ ତା ଇନଫେକ୍ସନ୍ ହେଇଥିଲା ଲଗାଉଛି ତା ଔଷଧ ଲଗେଇକି ଆସିଥିଲି ଏଇଠି ଚାଲି ଚାଲି ବାଥରୁମ୍ରେ ଆସିଥିଲି ଏମିତି କରିକି ମୁଁ ସେଥିପାଇଁ ଭାବୁଛି କିଏ ଆଇଲା ଦେଖିଥିବ ପଛ ଯିଏ ଦେଇଛି ଦେଖିବା ପଚାରେ ଜଣା ପଡ଼ିବ ବେଲୁନ୍ଟା କିଏ ଦେଇଛି ଆମେ ଜାଣିପାରୁନି ତ ଇଏ ଧରି ଖେଳୁଛି ଏଠି ଗୋଟେ କିଏ ସିନା କହୁଛି ଦିଦି ବୋଲି ଦିଦି ତ କେତେ ଜଣ ସମସ୍ତଙ୍କୁ ଦିଦି ଡାକୁଛି ସଇଲା ଭାତ ବି ହେଇଗଲାଣି ତମେ ଏଇ ଟାଇମ୍ରେ ହେ ଭଜାର ପାଣି ହେ ପଶିଗଲା ଭଜାର ଚାଲ 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 ଚାଲି ଖାଇ ପଖାଳ ଦୁଇଟା ଖାଇଦେଇକି ଭାଜିବା ଧର ଟିକେ ଗୋଦାମ ସାବୁନ ପକେଇକି ଆସିଲେ ଏଠି ପୁଣି ଆହୁରି ବହୁତ କାମ ଅଛି ମୁଣ୍ଡ ଟିଣ ଆଜି ତାର ଦୁଇରେ କାଲି ଭସାଣ ଯାଇଥିଲି ଯେ ଆଜି ଟିକେ ଭଲ ଲାଗୁନି ଟିକେ ହାତ ଗୋଡ଼ ହାତ ବିନ୍ଧୁଛି ଆଉ କାମ ବି ଆଜି ହେଲା ଦେଖିବା ଚାଲନ୍ତୁ
ମା ଚାଉମିନ ପକେଇ ଦେଇକି ଆସି ଦେଖିବା ତାଙ୍କୁ ଝିଅକୁ କାମ ଦେଇଦେଲେ ସେ ତାଙ୍କର କାମ କଲେ ମୁଁ ମୋର ଦେଖି ଟିକେ ଆସି ରେଷ୍ଟ ନେଇକି ନହେଲେ ଖରାପରେ ଖାଇ ଦେଇକି ଯିବା ପଖାଳ ନ ଖାଇଲେ ଦେହଟା ଭଲ ଲାଗୁନି ପଖାଳ ଖାଇଦେବା କୁଲୁ କେମିତି ଲାଗୁଛି ବଢ଼ିଆ ଲାଗୁଛି ଖେଳୁଛୁ ସେଇଥିରେ କିଏ ଦେଲା କିଏ ଦେଲା ଦିଦି ଦେଲା ଖାଲି ଦିଦି ବେଲୁନ ଦିଦି ଦେଉଛନ୍ତି ବେଲୁନ ହଉ 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 ଖେଳେ ଦିଦି ନାହିଁ ଚାଲ ଖାଇ ଦେଇକି ଯିବା ଏବେ ବାହାରିବାକୁ ଦାମ ଇଏ ଆମର ଛୋଟ ପିଲା ଗୋଟେ ଇଏ ଦେଖନ୍ତୁ ସିଏ ପିଲାଟା ଖେଳୁଛି ବେଲୁନ ଇଏ ମଜା ଲାଗୁଛି ଇଏ ନେଇ ତା ହାତରେ ଖେଳୁଛି କାନ୍ଦୁଛି ତାକୁ ଦଉନୁ ତାକୁ କଣ ଦଉଛି ଦେଖ ହଁ ଛୋଟ ତୁ ଛୋଟ ପିଲା ହେଇଯାଉ ତ ମାଆର ଛୁଆ ହେଲାଣି ତା ଛୁଆ ସହିତ ଲାଗୁଛି ଏଠି ମଜା ଲାଗୁଛି ତା ମଜା ଲାଗୁଛି ଖେଳିବାକୁ ବେଲୁନରେ ଛାଡ଼ିଦେବି କୁଆ ଛାଡ଼ିଦେବି ନା ନା ଥାଉ 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 ନା ମୁଁ ଖାଇବି ଯା ଯା ଏଇନା ନେଇ ଯା ସେ ଖେଳିବୁ ଯା ସିଆଡ଼େ ମୁଁ ଖାଇବି ବା ଯା ହଉ ଧରିବି ଟିକେ ଉଠିଲୁ ଧରିବି ଇଏ ପାଗଳ ଗଲାନି ମୋତେ ଆସିବ ଖାଇ ଦେଉନି ଯିବି ସିଆଡ଼େ ଇଏ ଆସି ମୋ ସାଙ୍ଗେ ଲାଗିଲାନି ମୋର ଭାତ ଖାଇପାରିନି ବଇଲା ମୁଁ ରଖିଦେ ମୋର ମୁଁ ଦ୍ୱିପହରକୁ ଖାଇବି ଇଏ ତାକୁ ସବୁ ଫିଙ୍ଗି ଦେଉଛି ଚାଉଳ କିଣା ଇଏ ହେଉଛି ଆମର ଇଏ ଫିଙ୍ଗି ଦେଉଛି ଚାଉଳ ସବୁ ଭାତ ଗୁଡ଼ା ଫିଙ୍ଗି ଦେଉଛି ଭଦ୍ରଲୋକ ମୁଁ ତ ଖାଇବି କରି ରଖେ ତୁ କ'ଣ ପାଇଁ ନେଇଯାଉ ସବୁ ଯେମିତି ବି ହେଲେ ତମେ ପୁଣି ନଷ୍ଟ କରିବ ନା କରିବନି ଏବେ ଯଦି ଏଇଟାକୁ ରଖିଦେଇ ପୁଣି ଦିପହର ପାଇଁ ଯୋଉ ପଡ଼ିଛି ଚାଉଳଟା ହେଇଟା ପୁଣି ନଷ୍ଟ ହବ ନା ହବନି କାଲି ରାନ୍ଧିବୁନି କାଲି ରନ୍ଧା ଯିବନି ସେ ଭାତ ଖାଇଦେବା ଏମିତି ଗୋଟେ ବେଲା ଭାତ ବଳି ପଇଲେ ଏମିତି ହେଇଯିବ କାଳେ 3 ଜଣଙ୍କୁ ଗୋଟେ ବେଲା ଭାତରେ 3 ଜଣ ହେଇଯିବ ଏକୁ କହିକି ବୁଝେଇ ହବନି ବୁଝେଇ ହବନି ନା ତମେ ବୁଝିପାରିବ ଇଏ ଖାଲି ଜିନିଷ ନଷ୍ଟ କରିବା ବ୍ୟସ୍ତ କେମିତି ଆଉଛି ସେଇଟା ଜଣାପଡ଼ୁନି ୟାକୁ ଚାଲନ୍ତୁ ତା ନେଇକି ପଳେଇଲାଣି ମୁଁ ମୋର ଯାଉଛି ଗୋଦାମ ଏବେ ଲେଟ୍ ହେଲାଣି ଖିଆପିଆ ସଇଲା ସିଧା ଯିବା ଗୋଦାମ କାମ ସାରିକି ଆଇଲେ ଡାଇରେକ୍ଟ ପୁଣି କମ୍ପାନୀ ସିଧା ରୋଷେଇବାସ କରିବାକୁ ଗଲା ସବୁ ଗୁଳଗାଳି ନେଇ ଫିଙ୍ଗି ଦେଲା ଏଠି ମୁଁ ବସେଇକି ରୋଷେଇ କରୁଛି ମୁଁ ଯାଉଛି ଖାଇବା ପିଇବା ସଇଲା ହାତ ଗୋଡ଼ ଟିକେ ଧୋଇଦିଏ ତାର ଗୋଦାମ ବାହାରିଦେବି କ'ଣ ହେଇଛି ହଁ ନା ପିଆଜ ଆମର ଏବେ ନାହିଁ ସରିଯାଇଛି ପିଆଜ ମୁଁ ଏବେ ରାତିରେ ଆଣିବି ପିଆଜ ରାତିରେ ଆଣିବି କାରଣ କାମ ଟାଇମ୍ରେ ଯାଇ ହେବନି କାମ ସରିଲେ ଯାଇକି ପିଆଜ ରାତିକି ସଉଦା ଫଉଦା ଯାହା ଅଛି ନେଇକି ଆସିବି କାଲି ବର୍ଷା ହେଉଥିଲା ଦୋକାନ ଗୋଟେ ବନ୍ଦ ଥିଲା ପିଆଜ ଆଣି ହେଲାଣି ଆଜି ଖୋଲା ସବୁ ଦୋକାନ ଆଜି ସନ୍ଧ୍ୟା ଗଲେ ନେଇକି ଆସିବି ଆଉ ଇଏ ତାର ୟାର ମେନ୍ ଜିନିଷ ଟମାଟୋ ପିଆଜ ନହେଲେ ଇଏ ରୋଷେଇ କରିପାରିବେନି ତରକାରୀ ଯେଉଁ ତ ଜାଣିଛି ଛାଡ଼ ଟେଷ୍ଟ ନାହିଁ ତାହେଲେ ଟମାଟୋ ପିଆଜ ୟାର ଦରକାର ଆଗର କିଛି ଦରକାର ହଉ କି ନ ହଉ ଠିକ୍ କହିନି ନା ମାରିଛି ଆଉ ୟା ଦେହରେ ଆହୁରି ନା ଢୁଁ ଟମାଟୋ ଦେଖ ଥୁଆ ହେଇଛି ଆଉ ସବୁ ଟମାଟୋ ଯେତେ ରେଟ୍ ହଉ ୟା ଟମାଟୋ ଏଇ ଦରକାର ସୋମବାର ଆଜି କି ବାର ଖାଲି ବାର ପଚାରୁଛି ଆଇଁଷ ଖାଇବ ବୋଲିକି ଇଏ ଖାଲି ବାର ପଚାରୁଛି ଖାଲି ଆଇଁଷ ଖାଇବା ଆଉ କିଛି ନାହିଁ ଖାଲି ଆଇଁଷ ଖାଇବ କୌଣସି ବାର ହେଲା ପଇସା ଯଦି ମୋ ତ ରୁହ ଆମେ ଯା ସବୁଦିନ ଖାଆନ୍ତା ଆଇଁଷ ମାନେ କୌଣସି ବାର ମାନ ନାହିଁ ଆଗରୁ ପାରୁନଥିଲି ଖାଇ ଆଇଁଷ ଖାଇବା ବୋଲି ପୁରା ପାଗିଳି ହେଇଯାଉଛି ଛାଡ଼ନ୍ତୁ ଯିବା ଚାଲନ୍ତୁ ଗୋଦାମରେ ଆସିବା ସେ କ'ଣ ଆଇଛି ଦେଖନ୍ତୁ କ'ଣ କିଏ କ'ଣ ନେଇକି ଆଇଛି ବିକ୍ରି କରୁଛି ଇଏ ଗଲା ଉଣ୍ଡିଆକୁ କ'ଣ ଧରିକି ଆସିଥିବ ତୁ ରୋଷେଇ କର ଯେଉଁ କଦଳୀ ପୋଡ଼ିଗଲା ଏ ଝରକାରେ ମୁଣ୍ଡୁଛି ହେ ଡାକିବନି ହଁ ତୁ ରୋଷେଇ କର ମୁଁ ଯାଉଛି ଏବେ ମୁଁ ଧର ମୁଁ ଗୋଦାମ ଯାଉଛି ପଇସା ଦେବୁନି ତୁ ଆଉ କହନା ନା ଭଲ ଏଗୁଡ଼ା କ'ଣ ପରିବା ଗୁଡ଼ା ଅଇଁଠା ଲାଗିଛି ଏ ପରିବା ଗୁଡ଼ା କ'ଣ ଅଇଁଠା ଲାଗିଛି ନା କ'ଣ ଆଇଲେ ତୁ ଦେଖିବୁ ପେଟି ସେ ମନେ ପଡ଼ୁନି ଆଣିବି ପେଟି ସେ ଖାଇବା କଥା କହୁଛୁ ପଇସା ଦେଲେ ଆଣିବୁ ନା କେମିତି ଆଣିବି
ଏ ଯୋଉ ଆଣି ନଥିଲା କିଲି କିଏ ଯୋଉ ହଁ। ଓଜନରେ କରିକି ଦଉଛନ୍ତି ହଁ ମୁଁ ଜାଣିଛି ଗୋଟେ ବିସ୍କୁଟ ଟାଇପ ର ଏଟା କଣ କହୁଛ ନଡୁଆ ହଁ। ହେଇ ଆର ନଡୁଆ ନୁହଁ ଆରଟା ଆଣିବ ହଁ ହେଇଥିରୁ ଯଦି ଆଣିବ 500 ଆଣିବ ଯୋଉ ଆରଟା କିଲୋ ଖଣ୍ଡେ ଆଣିବ ଯୋଉଟା ଫେଣି ଟାଇପ ର ହଉ ନାଇଁ ନା ଆଣିନଥିଲ ଦି ହଁ ହଁ ମୁଁ ଜାଣିଛି ଆଣିବ ହେଇଥିରୁ କିଲେ ହଉ କେତେ 100 ଟଙ୍କା ପରା ହଉ ଦେବି ଆଣିବ ଦେଖିବା ସେଗୁଡ଼ା ସେଗୁଡ଼ା ଯୋଉଟା କହୁଛି ସେଟା ଚାହାର ଖାଇବା ପାଇଁ ବଢ଼ିଆ ଲାଗେ ସେଇଗୁଡ଼ାକ ରାସ୍ତାରେ ବିକ୍ରି ହେଉଛି ମୋର ମନେ ପଡ଼େନି ମୁଁ ଆଣେନି ମିଛ କହୁଛି ବିକ୍ରି ହେଉନି ବୋଲି ଦେଖିବା ଯଦି ଥିବ ତାହେଲେ ନେଇକି ଆସିବା ମୁଁ ଯାଉଛି ଅଭିଆ ଗୁଦାମ ବାଟରେ ଦେଖିବି ଥିବ ତାହେଲେ ଧରିକି ଆସିବି ଆଉ ଇଏ ଚାଲିଲା ମୋ ପଛ ପଛେ ମୁଁ ଯିବାନି ଇଏ ପଛରେ ଦୌଡ଼ିବ ହଉ ଯା ମା ମୁଁ ଯାଉଛି ଗୁଦାମ ଯାଉଛି ଶିବାନି ଧର ମୋ ପଛ ପଛ ଆଇଲାଣି ଯା ମା ଦେଇକି ଯା ପୁରା ଦୁଷ୍ଟ ମୁଁ ଯିବି ଗୁଦାମ ଯିବି ଯା ଆସିକି ପହଞ୍ଚିଗଲି ଏବେ ଛିଡ଼ା ହେଇଛି ଗୁଦାମରେ ତାପରେ ମଇଦା ନେଇକି ଯିବି ଖାଲି ଆଉ ଆମକୁ ଚାଉନି ପକେଇ ତାଙ୍କର ତ ପଇସା ନେଇ ଆଇଲି ଏଠି ପଇସା ଦେବି ମଇଦା ଧରିକି ଯିବି ଆଉ ଛିଡ଼ା ହେଇଛି ତାର କଣ୍ଟାବାଲା ନାହାନ୍ତି ତ ଏ ପଛ ଯୋଉ ଦେଖା ହେଉଛି ଏଇଟା କଣ୍ଟାବାଲା ନାହାନ୍ତି କଣ୍ଟାବାଲା ଆଇଲେ ମଇଦା ନେଇକି ଯିବି ଆଉ ମୁଣ୍ଡା ଲାଗିଛି ଦେଖୁନୁ ମୋର ଏଇଠି ତାପରେ ଯିବା ଆଉ ଗୁଦାମ ଟିକେ ଜାମ୍ ହେଇଗଲାଣି ଗୁଦାମ ଏତେ ଜାମ୍ ନାହିଁ ଫାଙ୍କା ଅଛି ଅବଶ୍ୟ ଚାଲ ଯିବା ଗଜାନନ କେମିତି କ'ଣ କାଲି ଭସାଣି ହେଲା ଛୋଟ ବ୍ଲଗ୍ଟେ କରିଛି ଆଉ ଏବେ ସେଇଟା ଭିଡ଼ିଓ ଅପଲୋଡ଼ କରୁଛି ଆପଣମାନେ ଦେଖନ୍ତୁ ଏ ଯେଉଁ ଠାକୁର ଅଛନ୍ତି ଇଏ ହେଲା ଆମ ସାହିର ମେଢ଼ ଆଉ କାମ ସାରିକି ପଳେଇ ଆଇଲି ଠାକୁର ସହିତ ଠାକୁର ଆଉଛନ୍ତି ପଛରେ ଚାଲିଛି ପ୍ରଶାସନ ସହିତ ଚାଲିଛି और सूर्य सेक्टर के सभी कलाकार शामिल सरल समाज की आवाज मां आसूची अरे भाई ये आसूची अरे भाई आसूची
ବାଜୁନି ଭସାଣି ହେବ। ଆମ ସାହିରୁ ବାହାରୁଛନ୍ତି ଠାକୁର ସବୁ। ଗଣେଶ ପୂଜା ସଇଲା ଆଉ କିଛି ନାହିଁ ଆଜିର ଶେଷ। ଗୋଟେ ଭିଡ଼ିଓ ବନା ଭିଡ଼ିଓ ବନେଇବ ଭିଡ଼ିଓ ବନେଇବ। गणेश पूजा सैला ହଁ अब सरस्वती पूजा आइला तापर? कौन हब राज्य मार्केट घाटी में ତ ଗାଁ ନା ସବୁ ବନ୍ଦ ନେଇକି ଦେଖ ବନିଛି ସବୁ ତ ବନ୍ଦ ହେଇକି ରହିଲା। ବଜାର ପୁରା ଫାଙ୍କା। ଆମ ଯେଉଁ ଠାକୁରଟା ସିଏ ଏବେ ଯିବ ସେମିତି ନା, ସିଏ ବି ସେମିତି ଯିବ ସେମିତି ବସାଣି ହେବ ଆଉ କିଛି ବି ନାହିଁ। ଚାଲନ୍ତୁ ଏବେ ସବୁ ତ ଶେଷ ହେଇଗଲା, ଏବେ ଯିବା ଖାଇବା ପିଇବା ଶୋଇବା। ଟଲି ହେଇକି ବୁଲୁଛି ଇଏ ସବୁ ଖାଲି ଖାଲି ଯାଉଛି, ସବୁ ଯିବ ଭସାଣି ହେବ। ଠାକୁର ପଥର ଅଛନ୍ତି, ଚାଲନ୍ତୁ ଯିବା ଠାକୁର ଦେଖିଲେ କେତେ ଘରକୁ ପଳେଇବା। ଏ ମୋ ପ୍ରଥମ ସାଙ୍ଗ ହେଉଛି। चश्मा चलू ହଁ ତ ସବୁ ଫଟୋ ସବୁ ଉଠେଇବୁ। ବାଜାର ସବୁ ବନ୍ଦ ହେଇଗଲା, ଖାଲି ଖାଲି ଠାକୁର ଯିବେ ଭସାଣି ହେବେ। ଆଉ କିଛି ବାଜିବନି କାହିଁକିନା 10ଟା ବାଜିଲା ନା, 10ଟା ପରେ ଆଉ ସବୁ ବନ୍ଦ। ଏଇଆ ଏଇଟା ଆମ ଠାକୁର ହେଉଛି ପ୍ରଶାସନ ବନ୍ଦ। ଏବେ ଖାଲି ଖାଲି ଭସାଣି ହେବେ ଯାଇକି ଆଉ। ଇଏ ଆମ ସାହି ଠାକୁର। 10ଟା ବାଜିଲା ନା ସବୁ ବନ୍ଦ ବାନ୍ଦ କରିଦେଲେ। ଏବେ ଖାଲି ଯିବେ ଭସାଣି ହେବେ, ଏମିତି ଯିବେ ଭସାଣି ହେବେ ଆଉ। ମୋ ସାଙ୍ଗ ଏଠି ବୁଲୁଛି ଏଇ କଥା ହେଉଛି ମନିଷ ଆସୁନୁ ଆସେ। ଆଉ ନାହିଁ ଲାଷ୍ଟ। ଏବେ ଆମେ ଯାଉଛୁ ଘରକୁ, ପୁରା ଅନ୍ଧାର ହେଇଗଲା। ଠାକୁରଙ୍କର ଲିଡର ଏଇଠି ଛିଡ଼ା ହେଇଛନ୍ତି, କଥା ହଉଛି। ମୁଁ କହୁଛି ସବୁ ବନ୍ଦ, କିନ୍ତୁ ଚାଲିଛି ମାଦଳ ବାଜା ବାଜୁଛି ଏଠି। ଡିଜେ ଆଉ ବାଜୁନାହିଁ। এইটা লাস্ট আও নাই, এইটাই লাস্ট আও নাই তো শেষ আও। ଶେଷ ଆଉ ନାହିଁ, ଆମେ ଘରକୁ ଯିବା। ଆଉଟା ଆହୁରି କିଛି ବାଜୁ ନାହିଁ, ବନ୍ଦ ସବୁ। ଦେଖନ୍ତୁ ଖାଲି ଖାଲ ଯାଉଛି, କିଛି ବାଜୁନି। 10ଟା ବାଜିଲା ନା ସବୁ ବନ୍ଦ। ଘରକୁ ଯିବି ବୋଲି ବାହାରିଛି, ଯାଇପାରିନି।
ସବୁ ବନ୍ଦ ସେମିତି ଖାଲି ଖାଲି ଯିବେ ଠାକୁର ସାଇଁ କରିକି ଆସିବେ। ଲାଷ୍ଟକୁ ଏଇ ଠାକୁର ଥିଲେ ଯାଉଛନ୍ତି। ଆମ ଏଇ ସାଇଡ଼ରେ ପୁରା 9ଟା ଠାକୁର। ମୋ ସାଙ୍ଗ ଗାଡ଼ି ରଖିଥିଲା ସେ ଭିତରେ, କାହିଁକିନା ଠାକୁର ସବୁ ଆଉଥିଲେ ତ ଯିବ ଏବେ କାଢ଼ିବ। ଯାଉନୁ ଗାଡ଼ି ଆଣୁନୁ। କ'ଣ ହେଲା? আর গোটে লাইট জ্বলুଛି ସେଇଠି। ଲାଇଟ୍ ହେଉଛି ଏବେ ଗାଡ଼ି ଆସୁଥିବ ସେଥିପାଇଁ ଲାଇଟ୍ ହେଉଛି। ଯା ଗାଡ଼ି ନେଇକି ଲାଇଟ୍ ଦେଖିବି କି? ମୋ ସାଙ୍ଗ ଗାଡ଼ି ରଖିଥିଲା ଯାଉଛି ଆଣିବାକୁ, ଅନ୍ଧାର ହେଇକି ଦେଖାଯାଉନାହିଁ। ଚାଲ ଲାଇଟ୍ ଦେଖାଉଛି ବୁଲା। ମୁଁ ଯାଉଛି ମନୀଷ, ମୁଁ ଯାଉଛି ତୁ ତୋର ଯିବୁ ଆଉ ଯାଇ ଶୋଇବୁ ଆଉ। ହଁ ହଉ ଚାଲ ମୁଁ ଗେଟ୍ ଖୋଲିଦେବି। ଚାଲେ ଗେଟ୍ ଖୋଲିବାକୁ ପଡ଼ିବ ୟାର ଏଇ ବାବୁଲୁକୁ ନା ଗେଟ୍ ନ ଖୋଲିଲେ ଗାଡ଼ି ପୁରେଇ ପାରିବେନି। ଗେଟ୍ଟା ଖୋଲିବାକୁ ପଡ଼ିବ। ଚାଲ ଆମ ଠାକୁର କୋଉଠି ଅଛନ୍ତି? ଆମ ଠାକୁର କ'ଣ ଭସାଣି ହେଇଲେ କି? ହେଇଲୋ ଗୋଟେ ଜାଗାରେ ଗାଡ଼ି ରଖୁନି ଏଇଠି। ଚାଲ ହଁ ଗାଡ଼ି ଏଇଠି ପାର୍କିଂ କର। କୁଆଡ଼େ ଯାଉଛୁ? ଭସାଣି ଦେଖିବାକୁ ଆସିକି ଏଠି। ଚାଲ ସେ ତ ଗାଡ଼ି ରଖି ସାରୁ ମନି ଯିଏ ଏ ଗାଡ଼ିଟାକୁ ନେଇ ଗଲା ସେ ପାଗଳ। ଠାକୁର ସବୁ ଭାବୁଛନ୍ତି ଭସାଣି ହବ। ଗାଡ଼ିଟା ଏଇଠି ପୁରଉନୁ। ଆମ ଆଜି ପିଲାଟା ଆସିଥିଲା ସେ ଯାଉଛି। ଦେଖନ୍ତୁ ତା ଅବସ୍ଥା। ଠାକୁର ସବୁ ଆସି ଲାଇନ୍ ହେଇକି ରହୁଛନ୍ତି। ଭସାଣି ହବ ଏଇଠି। ଦେଖିଦେବା, ଦେଖିଦେଇକି ପଳେଇବା। ମୁଁ ଭାବୁଥିଲି ଘରକୁ ପଳେଇବି, କିନ୍ତୁ ଦେଖିବାକୁ ଆଇଲି ଟିକେ ଭସାଣି ଦେଖିଦେଇକି ଯିବି। ଠାକୁର ପଛରେ ଅଛନ୍ତି। ହଁ କର। ଠାକୁର ଆମର ଏଇଠି ବସା ହେଉଛି, ଖୋଳା ହେଇଛି, ଜରି ପକା ହେଇଛି, ଏଇଠି ହେଇକି ବସା ହେଉଛି। ଠାକୁର ଦେଖନ୍ତୁ କେମିତି ବସା, ମାନେ ଠାକୁରଙ୍କୁ ପାଣିରେ ପକାଉଛନ୍ତି। ଦେଖନ୍ତୁ ସବୁ ଏଇ ଆମର ସାହିର 9ଟା ଠାକୁର ଆଉ ଅଲଗା ଠାକୁର ଅଛି। ସବୁ ଠାକୁର ଏଇଠି ପଡ଼ିବେ। ମିନିମମ୍ ଲାଗୁ 10, 15, 20, 25ଟା ଠାକୁର, 25ଟା ପାଖାପାଖି ଠାକୁର ସବୁ ଏଇଠି ପଡ଼େ। ଦେଖନ୍ତୁ ଏଇଠି ଖୋଳା ହେଇଛି, ସବୁ ଏଇଠି ଦେଖନ୍ତୁ ଠାକୁର ପଡ଼ିବେ ଏଇଠି। ଚୋରେ ଚାଳିয়ে ଦେବେ ତାପରେ ସାଇଡ୍ ହେଇଯିବା, ସାଇଡ୍ ଭିଡ଼ିଓ କରିବା। ଠାକୁର ସବୁ ଯାଉଛି ଭିତରେ ପଡ଼ିବ। ଯେମିତି ଠାକୁର ଭସାଣି ହେଉଛି। ଗୋଟେ ଠାକୁର ଗଲା, ଗୋଟେ ଠାକୁର ଖୋଲି ହେଉଛି, ତାର ଭସାଣି ହେବ ଆଉ। ସବୁ ଠାକୁର ଆସି ଏଇଠି ପଡ଼ିବ, ସବୁ ଲାଇନ୍ ହେଇକି ଆଉଛନ୍ତି। ମୋ ସହିତ ଯେଉଁ ପିଲାଟା ଆଇଥିଲା ସେ ପିଲାଟା ମୁଁ ପାଉନି ଆଉ। ଆଜ୍ଞା ମୋ ସାଙ୍ଗ ଯିଏ ସେ ଛିଡ଼ା ହେଇଛି ବନ୍ଧ ଉପରେ। ଏଇଟା ଏପଟ ସାଇଡ଼ ନାଳ, ସେପଟେ ମହାନଦୀଟା ପୁରା ବନ୍ଧଟା। ଆଉ ଗୋଟେ ପିଲା ମୋ ସହିତ ଯାଇଥିଲା, ସେଇଠି ବୁଲୁଛି ଏଇଠି। ଚାଲନ୍ତୁ ଯିବା, ତାକୁ ନେଇକି ଯିବା ସେଠି। ଚକା ଚେସି ବାହାରି ଯାଇଛି। ଯିବା, ସେ ଛିଡ଼ା ହେଇଛି ବନ୍ଧ ଉପରେ। ହଁ ବୁଲାଇବା ଛିଡ଼ା ହେଇଛି।
ଆଉ ଠାକୁର ଅଛନ୍ତି ପଛରେ ଆଉଛନ୍ତି, ଏଇଟା ହେଲା ଆମ ଠାକୁର ଆଉଛନ୍ତି ପଛରେ, ଏଇଟା ଆମ ସାହି ଠାକୁର। ଏଇ ଗଛ ଯୋଉଟା ଆଉଛନ୍ତି ଆମ ସାହି ଠାକୁର, ସେ ଗଛ ଅଛି ଦେଖାଯାଉଛି। ମଣିଷ ଇୟା ଉପରେ ଅଛି, ବନ୍ଧ ଉପରେ ପୁରା ମାନେ ବୁଲି ବୁଲି ମୁହଁ ହାତ ସବୁ କଳା ପଡ଼ିଯାଇଛି। ମୋ ପଛ ସେ ପିଲାଟା ବି ଆଉଛି, ପଛରେ ଆଉଛି ଦେଖନ୍ତୁ, ଏଇ ଦେଖନ୍ତୁ ଚାଲି ଚାଲି ଆଉଛି। ସେ ମୋଟା ପିଲାଟା ନା, ସେ ଚାଲି ପାରୁନାହିଁ ଠିକ୍। ଆଉ ଯାହା ବି କଷ୍ଟ କରିକି ଆଉଛି ମୋ ପଛ ପଛେ, କାରଣ ଆମ ଯେଉଁ ସାଙ୍ଗ ସାଥିରେ ଆଇଥିଲୁ ସେଇ ବନ୍ଧ ଅଛି। ଯିବା ହେଇକି ତାପରେ ଘରକୁ ପଳେଇବା। ଆଉ ଗୋଟେ ଠାକୁର ଆଉଛି, ଏଇଟା ଲାଷ୍ଟ। ଏଇ ମୂର୍ତ୍ତି ଯୋଉଠି ସେଠୁ ଆମେ ଆଇଲୁନୁ, ତୁ ଯା ଦେଖିକି ଆସିବୁ। ମୋର ଦେଖି ଦେଖି ମନ ଛାଡ଼ିଗଲାନି, ଏମାନଙ୍କର ମନ ଛାଡ଼ିନି। ହଁ ଆଉ ଦେଖିବି ସେ କହୁଛନ୍ତି, ଚାଲନ୍ତୁ ଦେଖି ଦେଖି ଯିବା ଆଉ। ଚାଲ ସେଠି ଠାକୁର ଭସାଣି ହେଉଛି, ସେଇଠି ଲାଷ୍ଟ କରିଦେଇକି ତାର ଘରକୁ ପଳେଇବି। ଘରକୁ ଯିବି ଯିବି କହୁଛି, ଯାଇପାରୁନାହିଁ। ପଡ଼ିବ ହେଉଛି। ମାନେ ଅଧା ରହିକି ରହିଗଲା ନା। ଠାକୁର ପାଲ ପଡ଼ୁଥିଲେ ଯେ ରସି ଗୋଟେ ଲାଗିଯାଇଛି, ଆଉ ଖୋଲୁଛନ୍ତି, ଖୋଲି ସାରିଲା ପରେ ପଡ଼ିବ ଆଉ। ଆମ ଠାକୁର ପଇଲେ ପାଣି। ଅସୁବିଧା ହବ, ସେମିତି କାଟିକି ପକେଇଥାନ୍ତି। ଭାଙ୍ଗି ପକେଇବ କଣ କରିବ, ପକା। ଆଉ ଠାକୁର ଅଧା ରହିଗଲେ। ଗଣପତି ବାବା ଭଲ ପଡ଼ିଛି। ଚାଲନ୍ତୁ ଯିବା, ଶେଷ ହେଇଗଲା ଏବେ।